ଆମର ଚକଟା ଦେଇଛନ୍ତି, ବାପି ଦେଇଛି ଚକଟା ବିନା କାହାର ସ୍ପେଶାଲ ଚକଟା ପୁରା ସ୍ପେଶାଲ କରିକି ଦେଇଛି। ମୁଁ ଏବେ ଖାଇବି ଟିକେ। ଚକଟାକୁ ଇଏ ତ ଦେଇଛି ପାଗ କରିକି ଆଉ କାକୁଡ଼ି ପାଗ। ଇଏ 9 ଫୁଟୁ ଡାଲମା ଭାତ କ'ଣ ଦେଇଛି ଦେଖେ। ଅନ୍ନ ଗରମ ଗରମ ହେଇଛି ପୁରା। ଏତେ ଜଲ୍ଦି ହେଇଯାଇଛି ନା? ଡାଲମା ଖଟା କ୍ଷୀରି। ମମିଙ୍କର ଆଜି ଉଡ଼ିଲା। ମମି ସକାଳୁ ଉପାସ ଅଛନ୍ତି। ଉଡ଼ିଲା ଭଳିଆ ଉଡ଼ିବ ଆଜି। ଆଉ ସକାଳେ ମାଉସୀ ଆଣିକି ଆସିଥିଲେ। ଏପଟେ ଥୁଆ ହେଇଛି କ୍ଷୀରି, ହେଲା ଯେଉଁ ଦହି ଆମ୍ବୁଲ, ବେସର, ଶାଗ ମୁଗ, ଆଉ ଯେଉଁ ଇଏ ହେଇଛି ଯେଉଁ ଓଡ଼ିଆ ଗୁଆ ଘିଅ ମୁଗ ପଡ଼ିକି ଓଡ଼ିଆ। ଆଉ ଡାଲମା ଆଉ ପନିର ମୁଁ ରଖିଦେଇଛି ଫ୍ରିଜରେ, କାହିଁକିନା କାଳେ ଖରାପ ହେଇଯିବ। ଏ ହେଲା କେଦାର ଗୌରୀ ଘର। ଏ କେଦାରଗୌରୀ ମନ୍ଦିରରୁ ଆସିଛି। ଆଉ ଇଏ ଆସିଛି ବାପି 9 ଫୁଟରୁ ଭାଇ ଆଣିକି ଆସିଛୁ। ସେ ଖାଇବେ ଶାଗ ତ ବାହାର ଖାଇବେ ଏଇଠି ଖାଇବେ, ସେ ଚକଟା ଦେଖିଲେ ଖାଇବେ। କହିବୁ